କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଗୋଟେ ଜରୁରୀ ଜିନିଷ ଜାଣିବା, ସେଟା ହେଉଛି ଘରେ ଆମେ ଯେତେବେଳେ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର କରନ୍ତି ତା ପାଇଁ କଣ କଣ ସୁରକ୍ଷା ନିୟମ ଆମକୁ ମାନିବା ନିହାତି ଆବଶ୍ୟକ। ସାଧାରଣ ସୁରକ୍ଷା ନିର୍ଦ୍ଦେଶାବଳୀ। ଇଲେକ୍ଟ୍ରୋନିକ୍ସ ଉପକରଣର ସ୍ଥାପନ, କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ପାଇଁ ନିର୍ମାତାଙ୍କ ନିର୍ଦ୍ଦେଶ ସର୍ବଦା ପଢନ୍ତୁ ଏବଂ ଅନୁସରଣ କରନ୍ତୁ। ତାମାନେ ମାନୁଆଲ ସବୁବେଳେ ପଢିକି ତା ଇନଷ୍ଟଲେସନ ହଉ ବା ତାର ସୁରକ୍ଷା କେମିତି କରାଯିବ ତାହା ଦେଖିକି କରିବା ନିହାତି ଆବଶ୍ୟକ। ସୁନିଶ୍ଚିତ କରନ୍ତୁ ଯେ ଅତ୍ୟଧିକ ଗରମକୁ ରୋକିବା ପାଇଁ ଇଲେକ୍ଟ୍ରୋନିକ୍ସ ଉପକରଣ ଗୁଡ଼ିକରେ ପର୍ଯ୍ୟାପ୍ତ ଭେଣ୍ଟିଲେସନ ରହିବା ଉଚିତ। ତାମାନେ ଯେଉଁଠାରେ ଉପକରଣ ଲାଗିଛି ତା ଚାରିପଟେ ବାୟୁ ଚଳାଚଳ ଠିକ ରହିବା ଆବଶ୍ୟକ। ଜଳ ଉତ୍ସ ନିକଟରେ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଯେଉଁଠାରେ ପାଣି ଅଛି, ଟ୍ୟାପ ଅଛି, ସେ ପାଖାପାଖି ଇଲେକ୍ଟ୍ରୋନିକ୍ସ ଉପକରଣ ରଖିବା ଅନୁଚିତ। ବୈଦ୍ୟୁତିକ ଆଘାତକୁ ରୋକିବା ପାଇଁ ଓଦା ହାତରେ ଇଲେକ୍ଟ୍ରୋନିକ୍ସ ଉପକରଣକୁ ସ୍ପର୍ଶ କରନ୍ତୁ ନାହିଁ। ପର୍ଯ୍ୟାୟକ୍ରମେ ତାର, ପ୍ଲଗ ଏବଂ ସଂଯୋଗ ଯାଞ୍ଚ କରନ୍ତୁ। ନଷ୍ଟ ହୋଇଥିବା ଉପାଦାନ ଗୁଡ଼ିକୁ ତୁରନ୍ତ ବଦଳାନ୍ତୁ। ଶକ୍ତି ସଂରକ୍ଷଣ ଏବଂ ବୈଦ୍ୟୁତିକ ଅଗ୍ନିକାଣ୍ଡର ଆଶଙ୍କା ହ୍ରାସ କରିବା ପାଇଁ ବ୍ୟବହାର ନ ହେବା ବେଳେ ଉପକରଣ ଗୁଡ଼ିକୁ ଅନପ୍ଲଗ କରନ୍ତୁ। ତାମାନେ ସୁଇଚ୍ ବନ୍ଦ ରଖନ୍ତୁ ଆଉ ପ୍ଲଗକୁ ବାହାର କରିଦିଅନ୍ତୁ। ଡିଭାଇସ୍ ଗୁଡ଼ିକୁ ପାୱାର ସର୍ଜ ଏବଂ ଭୋଲ୍ଟେଜ ସ୍ପାଇକ୍ରୁ ସୁରକ୍ଷିତ ରଖିବା ପାଇଁ ସର୍ଜ ପ୍ରୋଟେକ୍ଟର ବ୍ୟବହାର କରନ୍ତୁ। ତା ମାନେ ହେଲା ଯେତେବେଳେ ଆମେ ଗୋଟେ ହେଭି ୱେଟେଜର ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରନ୍ତି ତା ସହିତ ଷ୍ଟାବିଲାଇଜର ବ୍ୟବହାର କରିବା ଦରକାର, ଯୋଉଟା କି ଭୋଲ୍ଟେଜ ଫ୍ଲକ୍ଚୁଏସନକୁ ସିଏ ସମ୍ଭାଳିବ। ଇଲେକ୍ଟ୍ରିକାଲ ସର୍କିଟ ଉପରେ ଅଧିକ ଲୋଡ ନ ହେବା ପାଇଁ ଗୋଟିଏ ଡିଭାଇସ୍ କିମ୍ବା ପାୱାର ଷ୍ଟ୍ରିପ୍ରେ ଅତ୍ୟଧିକ ଡିଭାଇସ୍ ପ୍ଲଗ କରନ୍ତୁ ନାହିଁ। ଗୋଟେ ବୋର୍ଡ ଅଛି, ସେଇ ଜାଗାରେ 3-4ଟା ପ୍ଲଗ ଅଛି, ଏକାଥରେ ଆମେ କଣ କରିବା ନା 2-3ଟା ଜିନିଷକୁ ସେଇଠି ଯୋଡ଼ିଦେବା। ସେଇଟା କେବେ ବି ଠିକ ନୁହଁ, କାରଣ ସେ ଭାର ସେତେ ସମ୍ଭାଳିବ ନାହିଁ। ଜରୁରୀକାଳୀନ ପ୍ରସ୍ତୁତି। ଯଦି କିଛି ଅସୁବିଧା ହୁଏ ତାହେଲେ କଣ କରିବା? ଅଗ୍ନି ନିର୍ବାପକ ଯନ୍ତ୍ର ସହଜରେ ଉପଲବ୍ଧ ଏବଂ ଏହାକୁ କିପରି ବ୍ୟବହାର କରାଯିବ ଜାଣି ପାଖରେ ରଖନ୍ତୁ। ସାମାନ୍ୟ ଆଘାତର ଚିକିତ୍ସା ପାଇଁ ପ୍ରଥମ ସହାୟତା କିଟ୍ ଉପଲବ୍ଧ ରଖନ୍ତୁ। ସ୍ଥାନୀୟ ଅଗ୍ନିଶମ ବିଭାଗ ଏବଂ ବୈଦ୍ୟୁତିକ ବିଶେଷଜ୍ଞଙ୍କ ସହିତ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଗୁଡ଼ିକ ସହଜରେ ଉପଲବ୍ଧ, ତାକୁ ଆଣିକି ନିଜ ପାଖରେ ରଖନ୍ତୁ। ଯଦି କିଛି ଅସୁବିଧା ହେଲା ସେମାନେ ସାହାଯ୍ୟ କରିବେ, ଆମେ ସେଇ ପରିସ୍ଥିତିରୁ ବାହାରି ପାରିବା ଯଥା ଶୀଘ୍ର। ତାହେଲେ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟା ଆମେ ଶିଖିଲେ ଆଜି। ଭିଡିଓଟିକୁ ଅନ୍ୟଙ୍କ ସହିତ ସେୟାର କର। ଚ୍ୟାନେଲରେ ଯୋଉ ଭିଡିଓ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।